ନିର୍ବାଚନ ଶେଷ ପର୍ଯ୍ୟାୟ ଚାଲିଥିଲା ଅର୍ଥାତ୍ ନିର୍ବାଚନ ଚାଲିଥିଲା ଶେଷ ପର୍ଯ୍ୟାୟ। ଏହି ସମୟରେ ନରେନ୍ଦ୍ର ମୋଦି ଧ୍ୟାନରେ ବସିଗଲେ, କନ୍ୟାକୁମାରୀ ଚାଲିଗଲେ ଏବଂ ୟାକୁ ନେଇକି ବିରୋଧୀ ଦଳମାନେ ସମାଲୋଚନା ଆରମ୍ଭ କରିଦେଲେ। ଜନସାଧାରଣ ମାନଙ୍କ ଭିତରେ ପ୍ରଶ୍ନବାଣୀ ଆସିଲା, ପ୍ରଶ୍ନ ଉଙ୍କି ମାରିଲା। ୟାରି ଭିତରେ ମଧ୍ୟ ଗୋଟେ ଶୁଭ ଖବର ମୋଦିଜୀ ଦେଲେ। ସେ ଶୁଭ ଖବରଟା କଣ ଆମେ ଆଜି ଦେଖିବା ତେରସା ବାଣରେ। ମୁଁ ବିପିନ ଦାସ, ନମସ୍କାର। প্রিয় দর্শক বন্ধু, নির্বাচন প্রচার সরিলা, নরেন্দ্র মোদী কন্যাকুমারী চালিগলে তপস্যারে, ধ্যাନରେ বসিবে এবং বহু দীর্ঘ দিন ধরিকি যে দৌড়া দৌড়ি ইয়ে হয়েছি, শক্তি যে অবক্ষয় হয়েছি, তাঙ্কর মানসিক শক্তি ফেরি পাইবা পাই হো কিংবা আউ কোন উদ্দেশ্যরে হো, সে যাইকি কন্যাকুমারীরে একান্তরে ধ্যাନରେ বসিলে। এপটরে বিরোধী দল লোকମାନଙ୍କ ଭିତରେ ଛନକା ପଶିଲା, କାହିଁକି ଯାଇଛନ୍ତି ସେ ଧ୍ୟାନରେ, ସେ ନେଇକି ମଧ୍ୟ ପ୍ରଶ୍ନବାଣରେ ଜର୍ଜରିତ ହେଲେ, ସମାଲୋଚନା କରାଗଲା ନରେନ୍ଦ୍ର ମୋଦିଙ୍କୁ। କିନ୍ତୁ ଠିକ ସେହି ସମୟରେ ଗୋଟେ ନୂଆ ଖବର ଆମ ଦେଶ ପାଇଲା। ସେ ହଉଛି ଭାରତ ଯୋଉ ବନ୍ଧା ପକେଇଥିଲା ସୁନା, ଗୋଟେ ସୁନା ବନ୍ଧା ପକେଇବା ଗୋଟେ ନିହାତି ଅପମାନଜନକ କଥା। ଆପଣଙ୍କ ଘର ବନ୍ଧା ପକେଇବା, ଆପଣଙ୍କର ଜମି ବନ୍ଧା ପକେଇବା, ଆପଣଙ୍କ ସୁନା ଗହଣା ବନ୍ଧା ପକେଇବା, ଏସବୁ ସାଧାରଣ ଲୋକଙ୍କ ପାଇଁ ଗୋଟେ ଲଜ୍ଜାଜନକ କଥା ଏବଂ ଗୋଟେ ଏକଦମ ବିପର୍ଯ୍ୟସ୍ତ ପରିସ୍ଥିତିରେ, ଏକଦମ ପରିସ୍ଥିତି ଅଣାୟତ୍ତ ହେଇଗଲେ ବନ୍ଧା ଦେବା କଥା ଚିନ୍ତା କରାଯାଏ। ସେଭଳି ଭାରତର ସୁନା ଫେରିଲା, ବନ୍ଧକ ସୁନା ଫେରିଲା। ବନ୍ଧା ବେଳେ ଯେତିକି ଅପମାନିତ ହୋଇଥିଲା, ଫେରିଲା ବେଳେ ସେତିକି ଗୌରବ କରିବା କଥା, ଖୁସି ହେବା କଥା। ତ ଆମେ ଦେଖିବା ବନ୍ଧା କାହିଁ ପଡିଥିଲା, ଭାରତ ବର୍ଷର କେତେ ସୁନା ଥିଲା ଯେ କେତେ ବନ୍ଧା ପଡିଥିଲା, ଏ ବିଷୟରେ ଆମେ ସବୁ ଅନଭିଜ୍ଞ। ଏବଂ ଆମର ଯୋଉ ବର୍ତ୍ତମାନର ପିଢି, ସେ ସୁନା କାହିଁକି ବନ୍ଧା ପଡିଥିଲା ସେମାନେ ଜାଣିବା ଉଚିତ। ସେ ଦୃଷ୍ଟିରୁ ଆମେ ଆପଣଙ୍କୁ ଆଜି କହୁଛୁ ଯେ 1991 ମସିହାରେ ଚନ୍ଦ୍ରଶେଖର ବୋଲି ଜଣେ ପ୍ରଧାନମନ୍ତ୍ରୀ ଥିଲେ, ସଂଖ୍ୟାଲଘୁ ପ୍ରଧାନମନ୍ତ୍ରୀ। ତାଙ୍କୁ କଂଗ୍ରେସ ଦଳର ସମର୍ଥନ କ୍ରମେ ସେ ଜନତା ଦଳକୁ ଭାଙ୍ଗିକି ଆଣିକି ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ହେଇଥିଲେ ଏବଂ ତାକୁ କଂଗ୍ରେସ ସମର୍ଥନ ଦେଇଥିଲା। ସେତେବେଳେ ତାଙ୍କର ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ଯଶବନ୍ତ ସିହ୍ନା ଅର୍ଥମନ୍ତ୍ରୀ ଥିଲେ ଏବଂ ମୁଖ୍ୟ ସଲାହକାର, ପରାମର୍ଶଦାତା, ଅର୍ଥନୈତିକ ପରାମର୍ଶଦାତା ମନମୋହନ ସିଂ, ଯିଏକି ପରବର୍ତ୍ତୀ ଅବସ୍ଥାରେ ଅର୍ଥମନ୍ତ୍ରୀ ହେଲେ ଏବଂ ପ୍ରଧାନମନ୍ତ୍ରୀ ବି 10 ବର୍ଷ ହେଇକି ଥିଲେ। ସେ ଥିଲେ ପ୍ରଧାନ ପରାମର୍ଶଦାତା, ମୁଖ୍ୟ ପରାମର୍ଶଦାତା, ଅର୍ଥନୈତିକ ମୁଖ୍ୟ ପରାମର୍ଶଦାତା। ସେତେବେଳେ ଭାରତବର୍ଷର ସ୍ଥିତି ଦୋବାଳିଆ ହେଇଗଲା। ଆପଣମାନେ ଜାଣିଛନ୍ତି, ଆମେ ବି ଜାଣିଛୁ, ବାହାରୁ ଯୋଉ ଆପଣ ତୈଳ ବୀଜ କିଣିବେ, ତେଲ କିଣିବେ, ଲୁଗାପଟା, ଯାହାବି ଆପଣ ବାହାରୁ ଆଣିବେ ଜିନିଷ, ସେଗୁଡାକ ଡଲାର ଏନକେସ୍ ହୁଏ, ଟଙ୍କାରେ ହୁଏନି। ତେଣୁ ଆମକୁ ଆମ ବ୍ୟାଙ୍କରେ ଆମକୁ ପ୍ରଚୁର ପରିମାଣରେ ଡଲାର ଗଚ୍ଛିତ ରଖିବାକୁ ପଡେ ଏବଂ ସେତେବେଳେ ଡଲାର ଆଦୌ ନଥିଲା, ଯାହାକୁ କିଣିବା ପାଇଁ ବାହାରୁ ଗୋଟେ ତେଲ କିଣିବା ପାଇଁ ହଉ, ପେଟ୍ରୋଲ କିଣିବା ପାଇଁ ହଉ, ଡିଜେଲ କିଣିବା ପାଇଁ ହଉ, ଅନ୍ୟାନ୍ୟ ଡିଫେନ୍ସ ସାମଗ୍ରୀ କିଣିବାକୁ ହଉ, ଯାହା ପନିପରିବା କିଣିବାକୁ ହଉ, ଯାହା ବି କିଣିବେ, ଆପଣଙ୍କର ପାମଲିନ୍ କିଣିବାକୁ ପଡୁ, ସବୁ ଜିନିଷ ପାଇଁ ଡଲାର ଆବଶ୍ୟକତା ରହେ। ତେଣୁ ସେତେବେଳେ ଭାରତ ବର୍ଷରେ ଡଲାର ନଥିଲା ଏବଂ ଗୋଟେ ଡଲାର ସେତେବେଳେ ଗୋଟେ 4,000 କୋଟି ଡଲାର ଆବଶ୍ୟକତା ଥିଲା। 4,000 କୋଟି ଟଙ୍କାର ଡଲାର ଆବଶ୍ୟକତା ସେତେବେଳେ ଦେଶ ପାଇଁ ଆବଶ୍ୟକତା ଥିଲା। ସେତେବେଳେ ଅର୍ଥମନ୍ତ୍ରୀ, ମୁଖ୍ୟ ଅର୍ଥ ପରାମର୍ଶଦାତା ଏବଂ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଏମାନେ 3ଟି ବ୍ୟାଙ୍କରେ ବନ୍ଧା ପକେଇଥିଲେ ଆମର ସୁନାକୁ ଏବଂ ଏ ସୁନାର ପରିମାଣ କେତେ ଜାଣିଛନ୍ତି? ସେତେବେଳେ 47 ଲକ୍ଷ କିଲୋ ସୁନା ବନ୍ଧା ପଡିଥିଲା। ବୁଝୁଛନ୍ତି ତ, 47 ଲକ୍ଷ କିଲୋ ସୁନା, 4 ଟନ୍ 70 ଲକ୍ଷ, 47 ଲକ୍ଷ କିଲୋ ସୁନା ବନ୍ଧା ପକେଇଥିଲା କଂଗ୍ରେସ ସମର୍ଥନରେ ଚାଲୁଥିବା ଚନ୍ଦ୍ରଶେଖର ସରକାର। ଏବଂ ଦୀର୍ଘ 33 ବର୍ଷ ପରେ ନରେନ୍ଦ୍ର ମୋଦି ତାକୁ ବାହାର କରିଛନ୍ତି। ସେ ଭିତରୁ 1 ଲକ୍ଷ କିଲୋ, ଆପଣ କହିରକୁ 47 ଲକ୍ଷ କିଲୋରୁ 1 ଲକ୍ଷ କିଲୋ ଆଇଲା, ଆହୁରି 46 ଲକ୍ଷ କିଲୋ ଅଛି ବାହାରେ। ବ୍ୟାଙ୍କ ଅଫ୍ ବ୍ରିଟେନ, ବ୍ୟାଙ୍କ ଅଫ୍ ଇଣ୍ଟରନ୍ୟାସନାଲ
ଆଡଜଷ୍ଟମେଣ୍ଟ ଏଣ୍ଡ ବ୍ୟାଙ୍କ ଅଫ୍ ଜାପାନ ଏଭଳି 3ଟା ବ୍ୟାଙ୍କରେ 47 ଲକ୍ଷ କିଲୋ ସୁନା ବନ୍ଧା ପଡିଛି 33 ବର୍ଷ ହେଲା 91 ରୁ ଆଜି ପର୍ଯ୍ୟନ୍ତ। ଏହା ଭିତରେ ବହୁତ ସରକାର ଯାଇଛି 91 ରୁ 2024 ପର୍ଯ୍ୟନ୍ତ ବହୁତ ସରକାର ଯାଇଛି। ଏ ବନ୍ଧକ ସୁନା ଭିତରେ କିଏ ଚିନ୍ତା ହିଁ କରିନଥିଲେ, କାରଣ ଭାରତର ଅର୍ଥନୀତି ଏତିକି ସୁଦୃଢ଼ ନଥିଲା। ବର୍ତ୍ତମାନ ଭାରତ ଯଦିଓ ପଞ୍ଚମ ବୃହତ୍ତମ ହେଇଗଲାଣି ଅର୍ଥନୀତିରେ ଏବଂ ଜିଡିପି ଚଳିତ ବର୍ଷ ତୃତୀୟ ସ୍ଥାନରେ ଅଛି 8.5 ଜିଡିପି 8.5 କୁ ଆସିଲାଣି, ତୃତୀୟ ସ୍ଥାନକୁ ଫେରି ଆସିଲାଣି ଏବଂ ନରେନ୍ଦ୍ର ମୋଦି ଭାରତକୁ ତୃତୀୟ ଧନୀ ରାଷ୍ଟ୍ର ରୂପରେ ରଖିବେ ବୋଲି ପ୍ରତିଶ୍ରୁତି ଗ୍ୟାରେଣ୍ଟି ଦେଇଛନ୍ତି, ତାର ପ୍ରତିଫଳନ ଏଠି ହେଇଛି। ଏବଂ ଯୋଉ ଲଣ୍ଡନ ଆମକୁ ଆମର ଯୋଉ ବ୍ରିଟେନ ଆମକୁ ନେଇକରି ସୁନା ନେଇକରି ଆମକୁ ଟଙ୍କା ଦେଇଥିଲା, ସେ ବର୍ତ୍ତମାନ ଅର୍ଥନୀତିରେ ଆମ ତଳକୁ ପଳେଇ ଆସିଲାଣି। ଆମେ ଏବେ ପଞ୍ଚମ ବୃହତ୍ତମ, ତା ସ୍ଥାନ ଏବେ ସପ୍ତମରେ। ତେଣୁ ଆମେ କୋଉ ଗତିରେ ଉଠୁଛୁ ଦେଖନ୍ତୁ। ନରେନ୍ଦ୍ର ମୋଦିଙ୍କର ଅର୍ଥନୀତି ଏବଂ ବୈଦେଶିକ ନୀତି ଯିଏ ସମାଲୋଚନା କରନ୍ତୁ ନା କାହିଁକି, ଆମ ଅର୍ଥନୀତିରେ ବୃଦ୍ଧି ହେଉଛି ଏବଂ ପଞ୍ଚମ ବୃହତ୍ତମ ହେଲୁଣି। ଏବଂ ଯୋଉଠି ଯାହା ପାଖରେ ଆମେ ହାତ ପାତିକି ସୁନା ଗହଣା ବନ୍ଧା ପକାଇଥିଲୁ ସେ ଆମକୁ ହାତ ପାତିଲାଣି ଏବଂ ତାଠୁ ଆମେ ସୁନା ଗହଣା ଆଣି ସାରିଲୁଣି। ଏବଂ ଏତିକି ନୁହେଁ, କିଲୋ 2 କିଲୋ ନୁହେଁ, 1 ଲକ୍ଷ କିଲୋ ସୁନା ଭାରତ ବର୍ଷରେ ପହଞ୍ଚିଲାଣି ଏବଂ କାନପୁର ନାଗପୁରରେ ଷ୍ଟକ୍ ହେଇଗଲାଣି ରିଜର୍ଭ ବ୍ୟାଙ୍କରେ, ଅଲରେଡି ଷ୍ଟକ୍ ହେଇଗଲାଣି। ସ୍ୱତନ୍ତ୍ର ବିମାନ ଯୋଗେ ଆସିଲାଣି। ଆପଣ ଦେଖନ୍ତୁ ନରେନ୍ଦ୍ର ମୋଦିଙ୍କ ହାତରେ ଭାରତ କେତେ ଦୂର ସୁରକ୍ଷିତ ଏବଂ ତାଙ୍କର ଦେଶ ପ୍ରେମ କେତେ ଅଛି। ତାପରେ ଆମେ ଯୋଉ ବହୁତ କଥା କହିବେ, ପୁଣି କହିବେ ଏଟା ଗଦି ମିଡିଆ, କିନ୍ତୁ ସତ ନା ଭାଇ, ଏଟା ପ୍ରଧାନମନ୍ତ୍ରୀଙ୍କ ସମୟରେ ତାଙ୍କର ଭଲ ଅର୍ଥନୈତିକ ଗୁଣ ଯୋଗୁଁ ଆମେ ଶକ୍ତିଶାଳୀ ହେଇଛୁ, ଅର୍ଥନୈତିକ ଶକ୍ତିଶାଳୀ ହେଇଛୁ। ଆମେ ଆମର ପୂର୍ବ ପୁରୁଷମାନେ ଯୋଉ ଗହଣା ବନ୍ଧା ପକେଇଥିଲା, ଯୋଉ ଅପମାନକ ସ୍ଥିତିରେ ରହିଥିଲା ଭାରତ, ତାର ପରିବର୍ତ୍ତନ ହଉଛି। ଆମେ ସମ୍ମାନଜନକ ସ୍ଥିତିକୁ ଆସୁଛୁ। 1,00,000 କିଲୋ ଆମେ ଫେରାଇଲେଣି, ପୁଣି 1 ଲକ୍ଷ କିଲୋ ଆଗାମୀ 30-35 ଦିନ ଭିତରେ ପୁଣି 1 ଲକ୍ଷ କିଲୋ ସୁନା ଫେରିବ, ଏଭଳିଆ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର କହିଲେଣି। ତ ଆମେ ଆପଣଙ୍କୁ ଏଠି କହି ରଖୁ ଯେ ଏଇ ଯୋଉ 1 ଲକ୍ଷ କିଲୋ ସୁନା, এই যে 1 লক্ষ কিলো সোনা বর্তমান ফেরিছি ব্যাংক অফ লন্ডন রু, তার মূল্য কেতে হবে জানিଛନ୍ତି? 73,000 কোটি টঙ্কা, 73,000 crore আমি তাকে ফেরাইছু এবং এটা ডলার আকারে ফেরাইছু। ফেরাইলে মধ্যে আমার বর্তমান 4,000 কোটি টঙ্কা ঊর্ধ্বরে আমার ডলার আমি গচ্ছিত রখিছু আমি। এবং যে 1991 ଜୁଲାଇ 4 ରୁ 18 ତାରିଖ ମଧ୍ୟରେ ଏ ସୁନା ଗୁଡାକ ବନ୍ଧା ଦିଆଯାଇଥିଲା, ବନ୍ଧକ ସୂତ୍ରରେ ଟଙ୍କା ଅଣାଯାଇଥିଲା ଏବଂ 40 କୋଟି ଡଲାର ଆବଶ୍ୟକତା ସେତେବେଳେ ଥିଲା। ଏବଂ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ ଅଫ୍ ଜାପାନ ଏଗୁଡାକରେ ଆମର ଲକ୍ଷ ଲକ୍ଷ ଟନ୍ ରହିଛି ଏବଂ ବ୍ୟାଙ୍କ ଅଫ୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟ ବ୍ୟାଙ୍କରେ ମଧ୍ୟ ଆମର କିଛି ସୁନା ଗହଣା ବନ୍ଧା ରହିଛି। ଯେ ଆମେ ଏଠୁ ଆଉ ଥରେ ଆପଣଙ୍କୁ କହୁଛୁ ଯେ ସୁନା ଗହଣା, ଏ ସୁନା ଯଦି ନ ରହିବ ତାହେଲେ ଆପଣଙ୍କର ଇମ୍ବାଲାନ୍ସ ହବ ଅର୍ଥନୀତିରେ। ତେଣୁ ସୁନା ଗଚ୍ଛିତ ରଖିବାରେ ଆମ ଦେଶ ଏବେ 27ଟା ସ୍ଥାନ ଉପରକୁ ଆସିଲାଣି। ଏଇ 10 ବର୍ଷ ଭିତରେ ଆମେ 90ତମ ସ୍ଥାନରେ ଅଛି ଭାରତବର୍ଷ ଏବଂ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ଏଟା ସମ୍ଭବ ହେଇଛି ଏବଂ ବିଗତ 10 ବର୍ଷରେ ଏ ସ୍ଥାନ ଉନ୍ନତି ହୋଇଛି। ତାପରେ ଆମେ ଯେ ଦେଖିବା ଏ ଟଙ୍କା ଗୁଡାକ ଆସିଲା କୋଉଠୁ? ଏଇ ଯୋଉ ସୁନା ଗହଣା ଫେରିବା ପାଇଁ 73,000 କୋଟି ଟଙ୍କା ଦିଆଗଲା, କୋଉଠୁ ଆସିଲା? ଏଠି ଆଜ୍ଞା ମାଗଣା ଛତା ଜୋତାରେ ତ ଦେଲେ ଏସବୁ ହବନି ନା। ମାଗଣା ଡାଲମା, 5 ଟଙ୍କା ଡାଲମା, ମାଗଣା ଛତା, ମାଗଣା ଜୋତା, ଏଇ ନିର୍ବାଚନରେ କଳା ପଇସା ଅନ୍ଧାରି ବିଜେ କଲେ କଣ ଦେଶ କିମ୍ବା ରାଜ୍ୟରେ ଉନ୍ନତି ହବ କି? ତ ଆପଣ ବିଚାର କରନ୍ତୁ। ତ ଏ ପଇସା କୋଉଠୁ ଆସିଲା? ଏ ପଇସା ଚଳିତ ବର୍ଷ ଜାଣିଛନ୍ତି, ଏ ପଇସା ଆମରି ପଇସା, ଏ କଳା ପଇସାର ପୁନରୁଦ୍ଧାର ହେଇଛି। ଯୋଉ ଆଇଟି, ଇଡି ଏସବୁ ଯୋଉ ପଇସା ଆଦାୟ କରିଛନ୍ତି କଳା ବଜାରୀ ପଇସା, ସେଇଠୁ ଏଟା ଆସିଛି। ଏଟା ଭାରତର ବଜେଟ ଏ ବ୍ୟବସ୍ଥା କରାଯାଇ ନାହିଁ। ଯୋଉ କଳା ଟଙ୍କା ବିଭିନ୍ନ ଆଡୁ ଜବତ ହେଇଛି, ସେ କଳା ଟଙ୍କାର ଏଭଳି ସୁନା ଗହଣା ଫେରସ୍ତ ହେଇଛି ଏବଂ ଆଗାମୀ ଦିନରେ ମଧ୍ୟ ହବ। ଆପଣମାନେ ଶୁଣିଲେ କଳା ଟଙ୍କା କୋଉଠୁ ଆସୁଛୁ, ସେପଟେ ମଧ୍ୟ ଆପଣ ଶୁଣିବେ ବିଜନେସ ବାଲା
जो आपंकर टंका जो समुद्र बाटे जाउची जो जाउची आपंकर अबकारी विभाग टंका जो आसुची एवं जोड़ा जोड़ा आईटी आपंकर सेंट्रल एजेंसी जोड़ा धरुछंती जो हमर स्मगलिंग होउची निशा कारोबार होउची ए बाबद टंका धरा है गच्छित होकर रोची एवं चलित वर्ष प्रत्येक निर्वाचन मध्य कला टंका धरा जाउची एवं गला वर्ष 2019 रे निर्वाचन रे खर्च होइतबा टंका को एत तो टंका रेकर्ड मांगी देछि प्राय 1 लाख कोटी टंका चलित निर्वाचन रे खर्च होइछि 1 लाख कोटी टंका चलित निर्वाचन रे खर्च होइछि एवं आपण माने सुनिले आश्चर्य हेबे जे आईटी एवं ईडी ए निर्वाचन समय रे ए जो टंका रखिचंती 1100 कोटी टंका सेठी बुझिले 1100 कोटी टंका ईडी एवं इनकम टैक्स वाला ये जो आदाय जबत कर निर्वाचन कला टंका एथिरे दिल्ली एवं कर्नाटक रे सर्वाधिक 100 कोटी 200 कोटी टंका जमा जबत एवं आम ओडिशा तमिलनाडु आंध्र मध्य पथर कम नांती इठी 100 कोटी टंका तीनटा राज्यर विभिन्न स्थान चढ़ो करी आदाय करिछि केंद्रीय ब्यूरो केंद्रीय संस्था इठी आमर कहवा कथा हला 1991 मसीह आज पर्यंत गुड़ाए बहु संख्यक सरकार जाइछि एवं तार नेतृत्व नहीं सबु विभिन्न दलर नेता माने नेतृत्व नहीं एवं भारत वर्षर उन्नति कथा दाही देकी आछंती गरीबी हटाए कथा कहिकी आछंती बेकारी हटेवा कथा कहिकी आछंती किंतु एभली जो विदेश रु आमर सम्मान जो बंधा पड़ी सुना रूप से सुना को बाहर करने कहारी प्रचेषा नथिला नरेंद्र मोदी कलाधन जबत कर सुना फेरे आनी पुणी आणवे एवं टिकनिक सुना फेरेबे एवं भारत वर्ष परम वैभवशाली हम पृथ्वी 1 नंबर राष्ट्र हम विश्वगुरु हम ये आशा जो दौरान ग्यारंटी दौरान यहाँ फलवती होगा जाऊँगी एवं तार यहाँ गोटे सुना को फेर 1 लाख किलो सुना फेरे आने गोटे तार निच्छक उदाहरण किए क्या कहतुना कहीं आम जदि ये आम देखू ये सुना गहना रखिले जो देश में सुना गहना जेते तार सेतिकी जीडीपी वृद्धि हम एवं तार विकास सेतिक हो धरी नि जाए यहाँ हूँ सुना गहना से रखा जाए एवं आम जो देखा नरेंद्र मोदी शासन 10 वर्ष शासन काल में भारत वर्ष केते सुना थिला जे एठी तो आपने 33 वर्ष पर 100 टन फेरिला या बाद एटा मिसिब तो 2014 रे सुना थिला भारत वर्ष रे गच्छित रिजर्व बैंक रे तार परिमाण थिला 557 टन एवं तापरे 2019 को प्रथम टर्म शासन सरिला सेतल सुना वृद्धि पाई 618 टन होता एवं 2020 एटा वृद्धि पाइला 661 को 2021 रे सुना गच्छित होकर रहा 695 एवं 2022 को सुना वृद्धि होकर रहा 760 एवं 23 रे 799 क्विंटाल एवं टन एवं 24 मसीहा बेलू को 822 टन सुना आम पाखे गच्छित होता बर्तमान 100 टन सांगे मिसला बर्तमान हो 922 टन सुना आम वैदेशिक पांठि आकार जमा हो रोची विपद आपद बेले ये सुना काम देशर विपद आपद बेले काम आसब तेणु नरेंद्र मोदी जे केवल देशर कथा चिंता करुँच से नुहे लोकों कथा मध्य सब वर्ग लोक कथा चिंता करने सहित देशर निरापत्ता देशर वैभव केमती वृद्धि हम देशर सम्मान केमती वृद्धि हम से विषय चेष्टा करुँच एवं एमती चेष्टा अब्याहत रहू आम निश्चित आशा करवा भारत वर्ष नेतृत्व में नरेंद्र मोदी नेतृत्व में विश्वगुरु हो एवं से देइथिबा ग्यारंटी से देइथिबा प्रतिश्रुति पालन करंतु। तो आमर एपिसोडटा केमती लगे आप निश्चित भाव में आप कमेंट जरिए जनइबे। आज एतिकी नमस्कार।